ଆମର ଆଜି ଜିଲ୍ଲାରେ ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ଶୁଭାରମ୍ଭ କରାଗଲା। ଜିଲ୍ଲାରେ 47,700 ରୁ ଉର୍ଦ୍ଧ୍ୱ ଚାଷୀ ମାନେ ରେଜିଷ୍ଟର କରିଛନ୍ତି ଏବଂ ପ୍ରଥମ ପର୍ଯ୍ୟାୟରେ 8,66,000 ରୁ ଉର୍ଦ୍ଧ୍ୱ କ୍ୱିଣ୍ଟାଲ ଆମକୁ ଟାର୍ଗେଟ ଆସିଛି। ଗଲା ବର୍ଷ ଯେମିତି 14 ଲକ୍ଷ କ୍ୱିଣ୍ଟାଲର ଉର୍ଦ୍ଧ୍ୱ ଆମେ କ୍ରୟ କରିଥିଲୁ, ଏଥର ବି ଆଶା କରୁଛୁ ସେତିକି ପରିମାଣ ବା ତାଠୁ ଅଧିକ ପରିମାଣ ଆମକୁ ଟାର୍ଗେଟ ସମ୍ପୂର୍ଣ୍ଣ ରୂପେ ଆସିବ। 68ଟା ମଣ୍ଡିରେ ଆମେ ଏଥର ଧାନ କ୍ରୟ କରୁଛୁ। ଆମେ ସମସ୍ତ ଷ୍ଟେକ୍ ହୋଲ୍ଡରକୁ ଏଇ କାର୍ଯ୍ୟକ୍ରମରେ ଯୋଉମାନଙ୍କର ସହଯୋଗିତାରେ ଏହି କାର୍ଯ୍ୟକ୍ରମ ସଫଳ ହୁଏ ସମସ୍ତଙ୍କୁ ଶୁଭକାମନା ଏବଂ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛୁ। ବିଶେଷତଃ ଚାଷୀମାନଙ୍କ ଯାଙ୍କ ପରିଶ୍ରମର ଫଳ, ଏତେ ମାସର ପରିଶ୍ରମ ଫଳ ତାଙ୍କୁ ମିଳିବାକୁ ଯାଉଛି। ସେମାନେ ବହୁତ ଉତ୍ସାହିତ ଅଛନ୍ତି। ମୁଁ ଆଶା କରିବି ସେମାନଙ୍କୁ କୌଣସି ସମସ୍ୟା ଆମର ମଣ୍ଡିରେ ଆସିବ ନାହିଁ, ସେଥିପ୍ରତି ଆମେ ସମସ୍ତେ ଧ୍ୟାନ ଦଉଛୁ ଏବଂ ମୁଁ ଆଶା କରିବି ଯେ ଆମର ସମସ୍ତେ ଷ୍ଟାଫ ତାହାକୁ ସହଯୋଗିତା କରିକି ସୁରୁଖୁରୁରେ ଆମର ଧାନ କ୍ରୟ କରିପାରିବେ। ଏଇଟା ବର୍ତ୍ତମାନ ଆରମ୍ଭ ହେଇଛି। ଏଇଟା ଜେନେରାଲି ଯୋଉ ସିଜନ ଥାଏ ଜାନୁଆରୀ ଫେବୃଆରୀ ପର୍ଯ୍ୟନ୍ତ ବି ଚାଲେ, ଯୋଉଟା ସରିଗଲା ସେମିତି କିଛି ଫିକ୍ସ ଡେଟ୍ ନଥାଏ। କିନ୍ତୁ ଆମର କଟନୀ ଛଟନୀ ଉପରେ ଆମର ଯୋଉ ସରକାରଙ୍କ ଆଭିମୁଖ୍ୟ ରହୁଛି ଯେ କଟନୀ ଛଟନୀ ଜମା ହବ ନାହିଁ। ଫେୟାର ଆଣ୍ଡ ଆଭରେଜ କ୍ୱାଲିଟି ଧାନ ଯଦି ରହିବ, ସଫା ଧାନ ଯଦି ରହିବ, ଯୋଉ ଆମର ମାନର ଧାନ ରହିବ, ତାହେଲେ କଟନୀ ଛଟନୀ ହବାର ଜମା କୌଣସି ଚାନ୍ସ ନାହିଁ।